ଏବେ ତ ସମସ୍ତଙ୍କ ଘରେ ପଣସ କଠାରେ ବହୁତ ସାରା ଆଇଟମ୍ ତିଆରି ହେଉଥିବ। ତ ମୁଁ ବି ଆଜି ସେଇ ପଣସ କଠାରେ ଗୋଟେ ବହୁତ ଟେଷ୍ଟି ଆଇଟମ୍ ତିଆରି କରିବି, ସେଇଟା ବି ପୁଣି ଚୁଲିରେ। ଆମ ଆଡ଼େ ତ ୟାକୁ ଇଞ୍ଚଡ଼ ବୋଲି କୁହନ୍ତି, ଆପଣଙ୍କ ଆଡ଼େ କ'ଣ କୁହନ୍ତି ମୋତେ ଟିକେ କମେଣ୍ଟରେ ଜଣେଇବେ। ଆଉ ଡେରି ନକରି ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ପ୍ରଥମେ ଏଇଠି ମୁଁ ଚୁଲି ଲଗେଇ ଦେଇଥିଲି, ତାପରେ ଅଗ୍ନି ଦେବତାଙ୍କୁ ପ୍ରଣାମ କରି କଢ଼େଇ ବସେଇ ଦେଇ କଢ଼େଇରେ ତେଲ ଦେଇ ଦେଇଥିଲି। ତେଲ ଗରମ ହେବା ଭିତରେ ଏଇଠି ମୁଁ ଲୁଣ ହଳଦୀକୁ ମାଛ ମୁଣ୍ଡରେ ଦେଇ ତାକୁ ଭଲ ଭାବରେ ମିଶେଇ ନେଇଥିଲି। ଏବେ ତେଲ ମୋର ଏଇଠି ପୁରା ଗରମ ହେଇସାରିଛି। ଏବେ ଯେଉଁ ମାଛ ମୁଣ୍ଡକୁ ଲୁଣ ହଳଦୀ ଦେଇ ଗଳିଥିଲି ତାକୁ ମୁଁ ଏଇଠି ଏବେ ଦେଇ ଦେଉଛି। ତାକୁ କଡ଼ା କଡ଼ା କରି ପୁରା ଭାଜି ନେଇଥିଲି, ତାକୁ ଏବେ ମୁଁ କଢ଼େଇରୁ ବାହାର କରିଦେଉଛି। ଆଗରୁ ଏଇଠି ମୁଁ କାଟିକି ରଖିଥିଲି ପଣସ କଠା ଆଉ ଆଳୁକୁ, ତାକୁ ଏଇଠି ମୁଁ ଦେଇ ଦେଉଛି। ସେଥିରେ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଅଳ୍ପ ଟିକେ ଲୁଣ ଦେଇ ତାକୁ ଭଲ ଭାବରେ ବ୍ରାଉନ୍ କରି ଭାଜି ନେବା। ଏବେ ଏଇଠି ଦେଖନ୍ତୁ ମୋର ତାର ପୁରା କଲର୍ ଚେଞ୍ଜ ହେଇଯାଇଛି। ତାକୁ ମୁଁ ଏବେ କଢ଼େଇରୁ ବାହାର କରିଦେଉଛି। ଏବେ ସେଇ କଢ଼େଇରେ ଅଳ୍ପ ଟିକେ ତେଲ ଦେଇ କାଟିକି ରଖିଥିଲି ଆଗରୁ ପିଆଜ, ତାକୁ ମୁଁ ଏଇଠି ଏବେ ଦେଇ ଦେଉଛି। ପିଆଜ ବ୍ରାଉନ୍ ହେଇଗଲା ପରେ ସେଥିରେ କଟା ଟମାଟୋକୁ ଦେଇ ଦେଉଛି। ଅଦା ରସୁଣ ପେଷ୍ଟ ଏଇଠି ମୁଁ ଦେଇ ଦେଇଥିଲି, କିନ୍ତୁ ତାର ଭିଡ଼ିଓଟା ହେଇପାରିନି। ଏବେ ସେଥିରେ କିଛିଟା ଗୁଣ୍ଡ ମସଲା ଦେଇଦେବା, ଯେମିତିକି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ। ଏବେ ସେଥିରେ ଅଳ୍ପ ଟିକେ ପାଣି ଦେଇ ମସଲାଟାକୁ ଭଲ ଭାବରେ କଷି ନେବା। ଆଗରୁ ଏଇଠି ମୁଁ ବତୁରିକି ରଖିଥିଲି ବୁଟ ଡାଲି, ତାକୁ ମୁଁ ଏଇଠି ଏବେ ଦେଇ ଦେଉଛି। କଟା ବାଇଗଣ ଆଉ କଖାରୁକୁ ବି ମଧ୍ୟ ମୁଁ ଏଇଠି ଦେଇ ଦେଉଛି। ଏବେ ଯେଉଁ ଆଗରୁ ଭାଜିକି ରଖିଥିଲେ ପଣସ କଠା ଆଉ ଆଳୁକୁ, ତାକୁ ମଧ୍ୟ ଏଇଠି ମୁଁ ଦେଇ ଦେଉଛି। ଏବେ ସେଥିରେ ସ୍ୱାଦ ମୁତାବକ ଅଳ୍ପ ଟିକେ ଲୁଣ ଦେଇଦେବା। ତାକୁ ଭଲ ଭାବରେ ପୁଣି ଥରେ ମିଶେଇ ନେବା। ଏବେ ସେଥିରେ ଅଳ୍ପ ଟିକେ ପାଣି ଦେଇ ଆଗରୁ ଯେଉଁ ଭାଜିକି ରଖିଥିଲି ମୁଁ ମାଛ ମୁଣ୍ଡ, ତାକୁ ମୁଁ ଏଇଠି ଏବେ ଦେଇ ଦେଉଛି। ତାକୁ ପୁଣି ଥରେ ଭଲ ଭାବରେ ଏପଟ ସେପଟ କରି ମିଶେଇ ନେଇ ସାରିଲା ପରେ ତାକୁ ଏବେ କଭର କରିକି କିଛି ସମୟ ପାଇଁ ଛାଡ଼ିଦେବା। ମଝିରେ କିନ୍ତୁ ଢାଙ୍କୁଣୀ ଖୋଲିକି ତାକୁ ବେଳେ ବେଳେ ଏପଟ ସେପଟ କରି ମିଶେଇ ନେଉଥିବେ, ନହେଲେ ତରକାରୀଟା ତଳେ ଲାଗିଯିବ। ତାକୁ ଭଲ ଭାବରେ ମିଶେଇ ନେଉଥିବେ କଭର କାଢ଼ିକି ମଝିରୁ। ଏବେ ଏଇଠି ମୋର ହେଇଗଲାଣି ପୁରା ରେଡ଼ି ତରକାରୀ। ଏବେ ସେଥିରେ ମୁଁ ଗରମ ମସଲା ଆଉ ଅଳ୍ପ କିଛି ଧନିଆ ପତ୍ର ଦେଇକି ତାକୁ ପୁଣି ଥରେ ଭଲସେ ମିକ୍ସ କରି ନେଉଛି। ଏବେ ସେଥିରେ ଅଳ୍ପ ଟିକେ ଚିନି ଦେଇଦେବା, ଟିକେ ମିଠା ଲାଗିଲେ ନା ତରକାରୀଟା ଟିକେ ଭଲ ଲାଗିବ। ଯେହେତୁ କଖାରୁ ଦେଇଛୁ ସେଥିରେ ଟିକେ ଚିନି ଦେଲେ ଭଲ ଲାଗିବ। ଏଇଠି ଏବେ ଦେଖନ୍ତୁ ମୋର ପୁରା ରେଡ଼ି ହେଇଯାଇଛି ପଣସ କଠା ମାଛ ମୁଣ୍ଡ ଦେଇକି ଘାଣ୍ଟ। ମୁଁ ତ ଚାଲିଲି ତାକୁ ଭାତ ସହିତ ଖାଇବା ପାଇଁ। ଆପଣମାନେ ବି ଥରେ ନିହାତି ଟ୍ରାଏ କରନ୍ତୁ, ବହୁତ ଟେଷ୍ଟି ଲାଗେ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଜୟ ଜଗନ୍ନାଥ।